এইটা ଅଛି ମୋ ଗାଁଟା। ଏଠି ଯେତେ ବି ପାହାଡ଼ ପର୍ବତ ଦେଖୁଛନ୍ତି ଏହି ସିନେମାଟିକ ପାହାଡ଼ ପର୍ବତରେ ଭରପୁର ମାନେ ଏହି ଭିଉ ଗୁଡ଼ାକ ଦେଖିପାରୁଥିବେ। ଏହି ଭିଉ ଗୁଡ଼ାକ ହେଉଛି ଆକ୍ଚୁଆଲରେ ସାସୁବମାଳୀର ମାନେ ସାସୁବମାଳୀ ଯେଉଁଟା କୁହାଯାଉଛି ବାସଙ୍ଗମାଳୀ, ଯେଉଁଠି ଯେଉଁମାନେ ଭିଜିଟର ମାନେ ଆସୁଛନ୍ତି ସେମାନଙ୍କ ଦ୍ୱାରା କୁହାଯାଉଛି କି ବାସଙ୍ଗମାଳୀର ଭିଉଟା, କିନ୍ତୁ ଆକ୍ଚୁଆଲିରେ ଏଇଟା ସାସୁବମାଳୀ ମାନେ ଅଧିକାଂଶ ଜାଗାଟା କଭର କରିଛି। ତ ମାନେ ଯେତିକି ବି ଏଇଠି ମାନେ ହିଲ୍ ଷ୍ଟପ୍ ଅଛି ସେଇ ଭିତରୁ ମାନେ 80% ହେଉଛି ସାସୁବମାଳୀର, ଆଉ ଯେଉଁ 20% ରହିଲା ସେଇଟା ହେଉଛି ବାସଙ୍ଗମାଳୀ ଭିତରେ ଯାଉଛି। ଆଉ ଯେତିକି ବି ଏହି ମାନେ ସିନେମାଟିକ ଦେଖିପାରୁଥିବେ ଏଇଠି ମାନେ ମୋବାଇଲ କ୍ୟାମେରା ଧରିକି ଆସିବେ, ସବୁ ସିନେମାଟିକ ନେଇଯିବେ। ମାନେ ଯେଉଁ ସେଇ ମାଳିରୁ ତଳକୁ ଦେଖିବାକୁ ମିଳିବ ବହୁତ ସୁନ୍ଦର ସୁନ୍ଦର ମାନେ ଜାଗା ଗୁଡ଼ାକ ଭିଉ ଦେଖିବାକୁ ମିଳିବ। ଆଉ ସିନେମାଟିକ ସିନ୍ ନେବା ପାଇଁ ହେଲେ ଆମର ସକାଳ ସମୟଟା ଆଉ ସନ୍ଧ୍ୟା ମାନେ ସନରାଇଜିଂ ହେବା ସମୟରେ ଆପଣମାନେ ନିହାତି ଭିଜିଟ୍ କରନ୍ତୁ ଏହି ଆମ ସାସୁବମାଳୀ। କିନ୍ତୁ ଆମର ଏଇ କୋରାପୁଟ ଡିଷ୍ଟ୍ରିକ୍ଟରେ ଅଛି ଗୋଟେ ଦେଓମାଳୀ, ଆଉ କଳାହାଣ୍ଡି ଡିଷ୍ଟ୍ରିକ୍ଟରେ ଅଛି କାର୍ଲାପାଡ଼ି, ଏମିତି ଗୋଟେ ଜାଗା ଅଛି। ସେଇଭଳିଆ ମାନେ ବହୁତ କିଛି ଏଇ କାଶୀପୁର ଏରିଆରେ ମାନେ ଭିଜିଟିଂ ଏରିଆ ଗୁଡ଼ାକ ଅଛି। ତ ନିହାତି ଭାବରେ ଆପଣମାନେ ଭିଜିଟ୍ କରନ୍ତୁ। ମୁଁ ଆଜି ମାନେ ଏଇ କନଫ୍ୟୁଜଟା ଗୋଟେ ଅଛି, ମୁଁ ଆପଣମାନଙ୍କୁ କ୍ଲିୟର କରିଦେଉଛି। ତ ହ୍ୟାଲୋ ଏଭ୍ରିୱାନ୍, ନମସ୍କାର। ମୁଁ ଅଜୟ ଆପଣମାନଙ୍କୁ ବହୁତ ବହୁତ ସ୍ୱାଗତ କରୁଛି ଆଉ ଏକ ଭିଡ଼ିଓରେ। ତ ଦର୍ଶକ ବନ୍ଧୁ, ତ ଏଇଠି ଦେଖିପାରୁଥିବେ, ତ ଏଇଟା ହେଉଛି ସାସୁବମାଳୀର ଭିଉଟା। ମୋ ପଛକାନି ଦେଖିପାରୁଥିବେ, ଆପଣମାନଙ୍କୁ ଦେଖାଯାଉଛି କେଉଁ ଭଳିଆ ଦେଖାଯାଉଛି କି ନାହିଁ ମୁଁ କହିପାରିବିନି, ବଟ୍ ଏଇଠି ଆପଣମାନଙ୍କୁ ମାନେ ବୁଲିବାକୁ ଆସିକି ମାନେ କେମିତି ଫିଲ୍ ଲାଗିବ ଆପଣମାନେ ଏହି ଭିଡ଼ିଓ ମାଧ୍ୟମରେ ହିଁ ଆପଣମାନଙ୍କୁ ଦେଖେଇବି। ଏଇ ଉପରେ ଦେଖିପାରୁଥିବେ ମାନେ କେଉଁ ଭଳିଆ ସିନ୍ ଦେଖାଯାଉଛି। ତ ଏବେ ତ ମେଘୁଆ ପାଗଟା, ତ ଏଇଭଳିଆ ଦେଖିପାରୁଥିବେ, ଆପଣମାନଙ୍କୁ ଦେଖେଇବାକୁ ଚାହିଁବି। ଆଉ ଆମର ଏଇ ମୁଁ ତ ଏବେ ପାଖାପାଖି ସେଇ ମାଳିର ମାନେ ମଝିରେ ଅଛି। ସାଇଡ଼ ଆଡ଼କୁ ଯିବେ ମାନେ ଯେତେ ସାଇଡ଼ ଆଡ଼କୁ ଯାଇକି ଆପଣମାନେ ସିନେମାଟିକ ନେଇପାରିବେ ସେତେ ଖାସ୍ ଆପଣମାନଙ୍କୁ ଦେଖିବାକୁ ମିଳିବ। ମାନେ ସେପଟକୁ ଗଲେ ସେପଟକୁ କାଶୀପୁର ଦେଖାଯିବ, ଏପଟକୁ ଗଲେ ସେପଟ ମାଣ୍ଡିବିସି ଦେଖାଯିବ, ସେପଟକୁ ଗଲେ ମାରିବଟା, ଗରପୁର, ଏମିତି ବହୁତ କିଛି ଜାଗା ଅଛି। ସେହି ଜାଗାମାନଙ୍କୁ ଆପଣମାନେ ମାନେ ଏନ୍ଜୟ କରିପାରିବେ। ଏଇ ଯେଉଁ ଭିଉ ଆପଣ ଦେଖିପାରୁଥିବେ ଏଇଟା ଅଛି ମୋ ଗାଁଟା। ଏ ଯେଉଁ ଆପଣମାନେ ସେପଟେ ଦେଖୁଛନ୍ତି ସେପଟେ ଟୋଟାଲି ଆମ ଗାଁଠୁ ପାଖାପାଖି ହେଇଯିବ 8 କିଲୋମିଟର ଭିତରେ ହେଇଯିବ। ସେପଟ ଲମ୍ବା ଲାଗିକି ରହିଛି, ମାନେ ଟୋଟାଲି ସେପଟକୁ ଯିବାକୁ ପଡ଼ିବ, ମାନେ ଲମ୍ବା ହେଇକି ଅଛି। ଆଉ ଏପଟକୁ ଯଦି ଯିବେ ସେପଟେ କମ୍ ଅଛି, ଆଉ ଏଇ ଉପର ପଟକୁ କମ୍ ଅଛି। ପାଖାପାଖି ଗୋଟେ ଡିଷ୍ଟାନ୍ସ ହେବ କିଲୋମିଟର ନା 2 କିଲୋମିଟର ହେବ ଡିଷ୍ଟାନ୍ସ ଏମିତି ଅଛି। ଆଉ ଏପଟକୁ ଲମ୍ବା ଯିବେ ଆମ ଗାଁଠୁ ବାସଙ୍ଗମାଳୀ ଯିବେ ପାଖାପାଖି ସେଇ 10-11 କିଲୋମିଟର ହେଇଯିବ। ତ ଆପଣମାନଙ୍କୁ ନିହାତି ଭାବରେ ଗୋଟେ ରିକ୍ୱେଷ୍ଟ ରହିବ, ଆପଣମାନେ ନିହାତି ଭାବରେ ଭିଜିଟ୍ କରନ୍ତୁ, ବହୁତ ଭଲ ଲାଗିବ। ମାନେ ଦେଓମାଳୀ ଟୁ ବି ଏଇ ଆମ ସାସୁବମାଳୀଟା ନିଶ୍ଚିତ ଭାବରେ ଭଲ ଲାଗିବ। ମାନେ ବହୁତ କିଛି ଏଇ କାଶୀପୁର ଏରିଆରେ ମାନେ ଭିଜିଟିଂ ଏରିଆ ଗୁଡ଼ାକ ଅଛି, ତ ନିହାତି ଭାବରେ ଆପଣମାନେ ଭିଜିଟ୍ କରନ୍ତୁ। ଆଉ ଗୋଟେ କଥା କହିବାକୁ ଚାହିଁବି,
तो ईटा को कहीं सासु बमाली कह तो पोखरी दीटा अच्छी से पोखरी कहानी भी कहवाई चाहे एबे नुह आउ के आउ गोटे वीडियो रे आपण मानक निहाती भाव कहबी। नमस्कार इंस्टाग्राम फैमिली, यूट्यूब फैमिली आ फेसबुक फैमिली, आपण मानक अनुरोध करी तो आम ब्लॉग वीडियो माने जो चैनल रे पका जाउछि मु अपलोड करूछि सौम्य ब्लॉग्स 2.0 यूट्यूब चैनल रे आपण मानक डिटेल्स माने ब्लॉग चैनल रे मिल जिवो। आउ फेसबुक रो आपण देखिया पय चाहुतिले ओजू लोकालिटी टेक्नो आपण मानक पेजटा मिल जिवो तो सेइतिरे आपण माने देखि परिबे। तो डिटेल्स मु माने एक्सप्लेन करके माने रिवील करके माने वीडियो बनाऊँगी माने अपलोड करुँची। तो निहाती भाव में मत सपोर्ट करने चाहते माने सौम्य ब्लॉग्स 2.0 यूट्यूब चैनल को माने सर्च करेंगे बायर भी मिल जाव तो सहीठू मत फॉलो करेंगे। एमती भल भल वीडियो माने इंटरेस्टिंग वीडियो देखिए मत फॉलो करेंगे तो बायर लिंक मिल जाव।